କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପୋଡ଼ୁଆ ପଞ୍ଚାୟତ ଅନ୍ତର୍ଗତ ନିଶାଗାଡ଼ିଆ ଗ୍ରାମର ବସନ୍ତ କୁମାର ନାୟକଙ୍କ ଦୋକାନ ଗୃହରେ ଅତ୍ୟଧିକ ଗରମ ଯୋଗୁଁ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯିବା ଫଳରେ ଦୋକାନରେ ଥିବା ଜେରକ୍ସ ମେସିନ୍, ମୋବାଇଲ, ଚାର୍ଜର, ଫିଙ୍ଗରପ୍ରିଣ୍ଟ, ଫ୍ୟାନ୍, କମ୍ପ୍ୟୁଟର ସମେତ ବହୁ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି। ପୋଡ଼ିଯାଇଥିବା ଜିନିଷଗୁଡ଼ିକର ମୂଲ୍ୟ ଆନୁମାନିକ 1 ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି। ତେବେ ଦୋକାନୀ ବସନ୍ତ କୁମାର ନାୟକ ଜଣେ ଭିନ୍ନକ୍ଷମ ବ୍ୟକ୍ତି। ସେ ବିଭିନ୍ନ ଜାଗାରୁ ଲୋନ୍ କରିବା ସହିତ ବିଭିନ୍ନ ସ୍ଥାନରୁ ଧାର କରଜ କରି ଦୋକାନ କରିଥିଲେ ଏବଂ ଉକ୍ତ ଦୋକାନ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରୁଥିବାରୁ ତାଙ୍କୁ ସରକାରଙ୍କ ପକ୍ଷରୁ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସୂଚନା ଅନୁସାରେ ଦିନ ଦ୍ୱିପହରରେ ଦୋକାନ ବନ୍ଦ କରି ନିଜ ବସାରେ ଖାଇ ପିଇ ବିଶ୍ରାମ କରୁଥିବା ବେଳେ ଜଣେ ଗ୍ରାହକ ଜିନିଷ ପାଇ ଦୋକାନକୁ ଆସିବା ବେଳେ ଦୋକାନରେ ପୋଡ଼ା ବାସ୍ନା ହେଉଥିବା ଜାଣି ଦୋକାନୀ ଅପାକୁ ଏକଥା ଜଣାଇଥିଲେ। ଏହାପରେ ବ୍ୟସ୍ତ ବିବ୍ରତ ହୋଇ ଦୋକାନ ଖୋଲି ଦେଖିବାରୁ ଦୋକାନରେ ଅଧିକାଂଶ ସାମଗ୍ରୀ ଜଳିଯାଇଛି ଏବଂ ନିଆଁ ଥିବା ଦେଖି ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରିଦେଇଥିଲେ। ବ୍ୟୁରୋ ଚିଫ୍ ଦଶରଥ ବାରିକଙ୍କ ରିପୋର୍ଟ, କୁଶଳ ଟାଇମ୍ସ। ପରିଚୟ ଦିଅ। ଆମ ଗାଁ ନିଶାଗଡ଼ିଆ, ମୋ ରୁଦନା ନାୟକ। ଆଉ ଚାବି ମାଗିକିରି ଖୋଲିଲା ବେଳକୁ ମୁଁ ଦେଖିଲି ନିଆଁ ଜଳୁଛି। ପରିଚୟ ଦିଅନ୍ତୁ। ମୋ ନାମ ବସନ୍ତ କୁମାର ନାୟକ, ଗ୍ରାମ ନିଶାଗଡ଼ିଆ, ଥାନା ବାରିଆ, ଜିଲ୍ଲା କେନ୍ଦୁଝର। ମୁଁ ସକାଳୁ 9ଟା ବେଳେ ଦୋକାନ ଖୋଲିକି 1ଟା ପର୍ଯ୍ୟନ୍ତ ଦୋକାନରେ ଥିଲି। ଦୋକାନ ବନ୍ଦ କରିକି ଖାଇବା ପାଇଁ ଘରକୁ ଯାଇଥିଲି। ଆଉ ଫ୍ରିଜରଟା ଅନ୍ ଥିଲା ସେତେବେଳେ। ତ ଖାଇକି ମୁଁ ରେଷ୍ଟ କରିଥିଲି। ତାପରେ ଲୋକ ଦୋକାନକୁ ଆସିଲେ ବୋଲି ଆମ ପିଉସୀ ଚାବି ନେଇକି ଦୋକାନକୁ ଆସିଲେ। ଆସିକି ଚାବି ଖୋଲିଲା ବେଳକୁ ଦୋକାନ ଘର ପୁରା ଜଳୁଥିଲା। ତ ମୁଖ୍ୟ ଜିନିଷ ଗୁଡ଼ା ପାଖାପାଖି 1 ଲକ୍ଷ ଟଙ୍କାର, ମାନେ କମ୍ପ୍ୟୁଟର, ପ୍ରିଣ୍ଟର, ଫ୍ୟାନ୍ ଏସବୁ ପୁରା ଜଳିକି ନଷ୍ଟ ହୋଇଯାଇଛି। କେମିତି କ'ଣ ବିଜନେସ୍ ଆରମ୍ଭ କରିଥିଲେ? ମୁଁ ବ୍ୟାଙ୍କରୁ ଲୋନ୍ ନେଇକି ବିଜନେସ୍ ଆରମ୍ଭ କରିଥିଲି। ତ ବର୍ତ୍ତମାନ କ'ଣ କରିବି ମୁଁ କିଛି ଚିନ୍ତା କରିପାରୁନି।